ଯୋଗପ୍ରେମୀ ବନ୍ଧୁଗଣ ଆମେ ଯୋଗର ଯେଉଁ 8ଟା ଅଙ୍ଗ ସେଥିରୁ ଯମ ନିୟମ ଆସନ ଏଇ ଯେଉଁ 3ଟା ଆମେ ଜାଣିସାରିଛେ। ଆଜି ତା ପରବର୍ତ୍ତୀ ଯେଉଁ ଅଙ୍ଗ ପ୍ରାଣାୟାମ ସେ ବିଷୟରେ ଆମେ ଜାଣିବା। ପ୍ରାଣ କ'ଣ ଏ ବିଷୟରେ ନ ଜାଣିଲେ ପ୍ରାଣାୟାମ କଥା କହିହେବ ନାହିଁ, ବୁଝିହେବ ନାହିଁ, ଅନୁଭବ କରିହେବ ନାହିଁ। ସେଥିପାଇଁ ଆସନ୍ତୁ ଆମେ ପ୍ରାଣ କ'ଣ ଟିକେ ଜାଣିବା। ପ୍ରାଣ ହେଉଛି ଗୋଟିଏ ଶକ୍ତି, ଯାହାକୁ ଆମେ କହୁଛୁ ସ୍ପିରିଚୁଆଲ ଭାଇଟାଲ ଫୋର୍ସ, ଅର୍ଥାତ୍ ଏହା ଏକ ଆଧ୍ୟାତ୍ମିକ ଶକ୍ତି। ଏ ସଂସାରରେ ମଣିଷକୁ ଛାଡ଼ିଦେଲା ପରେ ଆଉ ଯେତେ ଲିଭିଂ ବିଇଂ ଅଛନ୍ତି, ଯେତେ ଜୀବଜନ୍ତୁ ଗଛପତ୍ର ତରୁ ତୃଣ ଅଛନ୍ତି, ସମସ୍ତଙ୍କର ପ୍ରାଣ ଅଛି। ଆଉ ପ୍ରାଣ ନଥିବା ଜିନିଷକୁ ଆମେ ଜଡ଼ ବୋଲି କହୁ। ତେଣୁ ବୈଜ୍ଞାନିକମାନେ ଜଡ଼ ଆଉ ଚେତନ ଏ ଦୁଇ ଭାଗରେ ଏ ସଂସାର ବିଭକ୍ତ କରିଛନ୍ତି। ତ ଯାହାର ପ୍ରାଣ ଅଛି ତାକୁ ପ୍ରାଣୀ କୁହାଯାଏ। ଏ ପ୍ରାଣ ଶକ୍ତିଟା କ'ଣ? ଆପଣମାନେ କହୁଥିବେ ଯେ ଡାକ୍ତର ବା ବୈଦ୍ୟ ଏଇମାନେ ମଣିଷ ସମାଜକୁ ବଞ୍ଚେଇ ରଖୁଛନ୍ତି। ଭାବନ୍ତୁ ଦେଖିବା, କୁଆ, କୁକୁର, ଚିଲ, ଶାଗୁଣା, ଗଛ ପତ୍ର, ଏମାନଙ୍କର କେଉଁ ଡାକ୍ତର କିଏ ଅଛି? କେବଳ ଗୃହପାଳିତ ପଶୁମାନଙ୍କର ଯାହା ଡାକ୍ତର ଅଛନ୍ତି, ଅନ୍ୟମାନଙ୍କ ଡାକ୍ତର ନାହିଁ। ତ ସେମାନେ ବଞ୍ଚୁଛନ୍ତି କିପରି? ନା ପ୍ରାଣଶକ୍ତି ଦ୍ୱାରା ବଞ୍ଚୁଛନ୍ତି। ଏଇ ପ୍ରାଣଶକ୍ତିଟା କ'ଣ? ଯୋଗ ବିଜ୍ଞାନ କହୁଛି ପ୍ରାଣଶକ୍ତି ଯେତେବେଳେ ଆମ ଦେହରେ କମିଯାଏ ବା ଇମ୍ବାଲାନ୍ସ ହେଇଯାଏ, ଅସମଞ୍ଜସ ହେଇଯାଏ, ସେତେବେଳେ ଆମ ଶରୀରରେ, ଆମର ମନରେ କିଛି ପ୍ରକାର ବିକୃତି ଦେଖାଯାଏ। ତାହାକୁ ଆମେ ରୋଗ ବୋଲି କହୁଥାଏ। ଯଦି ସେ ପ୍ରାଣଶକ୍ତି ପରିପୂର୍ଣ୍ଣ ହେଇଯିବ, ଯଦି ସେ ପ୍ରାଣଶକ୍ତି ସୁସମଞ୍ଜସ ହେଇଯିବ, ତାହେଲେ ଆମକୁ ରୋଗ ହେବ ନାହିଁ। ଆମେ ଯଦି ହେଇଥିବୁ ଭଲ ହେଇଯିବା। ଗୋଟେ ଉଦାହରଣ ଆପଣଙ୍କୁ ଦେବି। ତେଣୁ ମୋ ବୟସର ବୁଢ଼ା ଡାକ୍ତରଙ୍କ ପାଖରେ ଯେ ପହଞ୍ଚିଲା, ପହଞ୍ଚି ସେ କହିଲା, ଆଜ୍ଞା ମୋର ଡାହାଣ ଆଣ୍ଠୁରେ ବହୁତ ଦରଜ ହେଉଛି। ଡାକ୍ତର ଦେଖିଲେ ଟିକେ ବୟସ୍କ ଲୋକ, ସେ କହିଲେ, ମଉସା ଆପଣ ବୟସ ହେଇଗଲାଣି ତ, ସେଇ ଲାଗି ଡାହାଣ ଆଣ୍ଠୁଟା ବଥା କରୁଛି। ସେ ବୁଢ଼ାଙ୍କୁ ବହୁତ ହସିଲେ, କହିଲେ, ଆରେ ବାପା ତୁ ତ ବହୁତ ଡାକ୍ତରୀ କରୁଛୁ, ଜାଣିଛୁ ସବୁ କଥା। ତେବେ ଗୋଟେ କଥା ମୁଁ ତୋତେ ପଚାରିବି ଯେ ମୋର ଡାହାଣ ଆଣ୍ଠୁଟାକୁ ଯେତିକି ବୟସ, ବାଁ ଆଣ୍ଠୁଟା ସେତିକି ବୟସ, ଏଇଟା କାହିଁକି ପେନ୍ କଲା, ଏଟା କାହିଁକି କରୁନି? ଯଦି ବୟସ ହେଲେ ପେନ୍ ବାହାରନ୍ତା, ତାହେଲେ ଗୋଟେ କାହିଁକି କରୁନାହିଁ? ଆଉ ସେ ଡାକ୍ତର ମଧ୍ୟ ଚୁପ୍ ହେଇଗଲେ। ମୋର ଏ ଘଟଣା କହିବାର ଅର୍ଥ ହେଉଛି, ତାଙ୍କର ଡାହାଣ ଆଣ୍ଠୁରେ ସେଇଠି ପ୍ରାଣଶକ୍ତି ଅସମଞ୍ଜସ ହେଇଯାଇଛି ବା କମ୍ ବେଶୀ ହେଇଛି, ଯାହାଫଳରେ କି ତାଙ୍କୁ ସେଟା ପେନ୍ କରୁଛି। ଆଉ ଯଦି ଆମେ ପ୍ରାଣାୟାମ ଦ୍ୱାରା ତାକୁ ଶୋଧନ କରିଦେଇପାରିବା, ସେ ସ୍ଥାନର ପ୍ରାଣବାୟୁକୁ ସଞ୍ଚାଳିତ କରିପାରିବା, ସେ ଜାଗାରେ ପ୍ରାଣଶକ୍ତି ନେଇକି ପୁନଃସ୍ଥାପିତ କରିପାରିବା, ତାହେଲେ ତାଙ୍କ ଆଣ୍ଠୁ ଭଲ ହେଇଯିବ। ଏଇ ଯେଉଁ ପ୍ରାଣଶକ୍ତି, ଏଇଟା ଏକ ବହୁତ ବଡ଼ ପ୍ରାକୃତିକ ଶକ୍ତି। ଆଉ ସେଇ ଶକ୍ତି ଦ୍ୱାରା ଆମେ ବଞ୍ଚିଛୁ। ଆଉ ଡାକ୍ତର କବରାମାନେ ଯେଉଁ ଔଷଧ ଦିଅନ୍ତି, ତାହା କେବଳ ସେ ପ୍ରାଣଶକ୍ତିକୁ ସାହାଯ୍ୟ କରେ। ତା ନହେଲେ ମଲା ମଣିଷ ତ ବଞ୍ଚିବା, ତା ଔଷଧ କହିଦେଲେ ମଲା ମଣିଷ ଘା ହେଲେ ତ ଭଲ ହେଇଯାଆନ୍ତା, ଔଷଧ ମଲମ ମାରିଦେଲେ। ପ୍ରକୃତରେ ତାହା ନୁହେଁ। ପ୍ରକୃତ ଘଟଣା ହେଉଛି ସେ ପ୍ରାଣଶକ୍ତି ହିଁ ଆମକୁ ଭଲ କରୁଛି। ଆଉ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ମନୋବୈଜ୍ଞାନିକମାନେ କହୁଛନ୍ତି ଯେମିତି ଚୁମ୍ବକକୁ ଚାର୍ଜ କରିକି ଆଉ ଗୋଟେ ଚୁମ୍ବକ ତିଆରି କରାଯାଇପାରେ, ନରମ ଲୁହାକୁ ଚୁମ୍ବକରେ ପରିଣତ କରି ଦିଆଯାଇପାରେ, ଯେପରି ବ୍ୟାଟେରୀକୁ ଚାର୍ଜ କରାଯାଇପାରେ, ସେଭଳି ଭାବରେ ପ୍ରାଣଶକ୍ତିକୁ ମଧ୍ୟ ଜଣେ ଆଉ ଜଣଙ୍କ ଉପରେ ଚାର୍ଜ କରିପାରିବ। ଯାହାଦ୍ୱାରା ଅଧିକ ପ୍ରାଣଶକ୍ତି ଅଛି, ସେ ଚାହିଁବ ଆଉ ଜଣଙ୍କୁ ସ୍ପର୍ଶ କରିବ, ହିଲିଂ ଟଚ୍ ହେବ, ତାହେଲେ ସେ ଭଲ ହେଇଯିବ। ଏଇଟା ବହୁତ କ୍ଷେତ୍ରରେ ଦେଖାଦେଇଛି। ମୋ ପାଖକୁ ସେମିତି କିଛି ଲୋକ ଆସନ୍ତି, ଆଉ ତାକୁ ହିଲିଂ ଟଚ୍ ଦିଏ, ଆଉ ତାପରେ ସେମାନେ ଭଲ ହେଇଯାଆନ୍ତି। ତାର କାରଣ କ'ଣ? ମୋ ଦେହରେ ଅଧିକ ପ୍ରାଣଶକ୍ତି ଅଛି, ତାଙ୍କ ଦେହରେ ପ୍ରାଣଶକ୍ତି କମିଯାଇଛି, ମୁଁ ମୋର ପ୍ରାଣଶକ୍ତିକୁ ତାଙ୍କ ଦେହରେ ଭର୍ତ୍ତି କରିଦେଲି, ଆଉ ସେ ଭଲ ହେଇଗଲେ। ଆପଣ ଶୁଣିଥିବେ ଅନେକ ଯୋଗୀ ଅଛନ୍ତି, ଅନେକ ମେସ୍ମେରିଷ୍ଟ ଅଛନ୍ତି, ହିପ୍ନୋଟିଷ୍ଟ ଅଛନ୍ତି,
এই ଉପାୟରେ ବହୁତ ଲୋକ ସେମାନେ ଭଲ କରନ୍ତି। ତାକୁ ଏମାନେ ମାନସିକ ଚିକିତ୍ସା ସିନା କହନ୍ତି, ତା ପ୍ରକୃତ ହେଉଛି ପ୍ରାଣୀ ଚିକିତ୍ସା। ଆଉ ସେଇ ଯେଉଁ ଶକ୍ତି ଆମେ ଦେହରେ ଭରିଦେଲୁ ତାହା ହେଉଛି ପ୍ରାଣିକ ଏନର୍ଜି। ସେ ପ୍ରାଣିକ ଏନର୍ଜି ଯଦି ଆମ ଦେହରେ କମିଗଲା ତାହେଲେ ଆମକୁ ରୋଗ ହେବ। ଆଉ ଯଦି ଆମେ ପ୍ରାଣାୟାମ କରିବା ତାହେଲେ ଆମର ପ୍ରାଣ ସୁସଞ୍ଜିତ ହୋଇଯିବ, ଷ୍ଟେଟ୍ ଅଫ୍ ଇକ୍ୱିଲିବ୍ରିୟମ୍ ଷ୍ଟେଜ୍କୁ ଚାଲିଯିବ। ଆଉ ସେଇ ଷ୍ଟେଟ୍କୁ ଆସିଗଲା ପରେ ଆମର ଦେହରେ କୌଣସି ଜଳା ଯନ୍ତ୍ରଣା ପୀଡ଼ା ଇତ୍ୟାଦି ରହିବ ନାହିଁ। ଏଇ ପ୍ରାଣାୟାମ ବିଷୟରେ ଆମ ଶାସ୍ତ୍ରରେ ବହୁତ କଥା କୁହାଯାଇଛି। ଏପରିକି ଋଗ୍ବେଦରେ ମଧ୍ୟ, ଯଜୁର୍ବେଦରେ ମଧ୍ୟ, ସାମବେଦରେ ମଧ୍ୟ ଏ କଥା କୁହାଯାଇଛି। ସବୁଠୁ ବେଶୀ କୁହାଯାଇଛି ଅଥର୍ବବେଦରେ। ଅଥର୍ବବେଦଟା ହେଉଛି ଆମ ବେଦର ବିଜ୍ଞାନ ଭାଗ। ସେଥିରେ ପ୍ରାଣଶକ୍ତି ଉପରେ ବହୁତ କଥା କୁହାଯାଇଛି। ଆମେ କେତେବେଳେ ପ୍ରାଣାୟାମ କରିବା? ଶାସ୍ତ୍ର କହୁଛି ଅଭ୍ୟାସେନ ଦୃଢ଼େ ଯୋଗୀ ପ୍ରାଣାୟାମ ସମଭ୍ୟସେତ୍। ଅର୍ଥାତ୍ ଯେତେବେଳେ ଆସନ ଦୃଢ଼ ହୋଇଯିବ ତାପରେ ଏ ପ୍ରାଣ କଥା ଆସୁଛି। ମୁଁ ଗତଥର କହିଥିଲି ଯେ ହଠଯୋଗୀମାନେ ଯେଉଁ ଆସନ ସବୁ ଦେଖାଉଛନ୍ତି ତାହା ଆଦୌ ଯୋଗାସନ ନୁହେଁ। ଯଦି ହୋଇଥାନ୍ତା ଏଠି ଆସନ ଦୃଢ଼ତା କୁହାଯାନ୍ତା କାହିଁକି? ଗୋଟିଏ ଆସନ ଦୃଢ଼ ହେଲା ପରେ ଯାଇ ସେ ପ୍ରାଣାୟାମ ଅଭ୍ୟାସ କରିବ। ଆସନ ଦୃଢ଼ କରିବା ଅର୍ଥ ଦେହକୁ ଏପରି ଗୋଟେ ଷ୍ଟେଜ୍ରେ ରଖିବ, ଏପରି ଗୋଟେ ପୋଜ୍ରେ ରଖିବ ଯାହାଫଳରେ କି ଆସନ ଦୃଢ଼ ହୋଇପାରିବ। ଆସନ ଦୃଢ଼ ହେବା ପରେ ଯାଇ ପ୍ରାଣାୟାମ ସାଧନ କରାଯାଇପାରିବ। ଏଇ ପ୍ରାଣାୟାମକୁ ବହୁତ ପ୍ରକାର ଭାବରେ ଯୋଗଶାସ୍ତ୍ର କୁହାଯାଇଛି। ଆମର ଯେଉଁ ପାତଞ୍ଜଳି ମୁନି ସିଏ କହୁଛନ୍ତି ଯେ ଗୋଟେ ପ୍ରାଣର ଦୁଇ ପ୍ରକାର ବୃତ୍ତି ଅଛି, ଗୋଟେ ବାହ୍ୟ ବୃତ୍ତି, ଗୋଟେ ଅନ୍ତର୍ବୃତ୍ତି। ଦେଖନ୍ତୁ, ଆମେ ଯେଉଁ ନିଶ୍ୱାସ ପ୍ରଶ୍ୱାସ ନେଉଛୁ ଛାଡ଼ୁଛୁ, ଯେତେବେଳେ ଭିତରକୁ ଯାଉଛି ସେଟା ଅନ୍ତର୍ବୃତ୍ତି, ଆଉ ଯେତେବେଳେ ବାହାରକୁ ଯାଉଛି ସେଟା ବହିବୃତ୍ତି। ଏ ଦୁଇ ପ୍ରକାର ଭାବରେ ଯିବା ଆସିବା କରୁଛି। ଆଉ ଯେଉଁ ପର୍ଯ୍ୟନ୍ତ ଆମର ନିଶ୍ୱାସ ଯିବା ଆସିବା କରୁଛି ସେ ପର୍ଯ୍ୟନ୍ତ ଆମେ ବଞ୍ଚିଛେ। ତା ନହେଲେ ହଠଯୋଗୀମାନେ ୟାକୁ ତିନି ଭାଗ କରିଛନ୍ତି, ରେଚକ, ପୂରକ, କୁମ୍ଭକ। ରେଚକର ଅର୍ଥ ହେଉଛି ଆମେ ଯେଉଁ ନିଶ୍ୱାସ ଛାଡ଼ିବା ତାକୁ ରେଚକ କୁହାଯାଉଛି, ଆଉ ଭିତରକୁ ନେବାଟାକୁ ପୂରକ କହୁଛି, ଆଉ ମଝିରେ ଯେତେବେଳେ ରହିଯାଉଛି କିଛି ସମୟ ବାୟୁ ତାକୁ କୁମ୍ଭକ କୁହାଯାଉଛି। ହଁ, ପାତଞ୍ଜଳି ମଧ୍ୟ ତିନି ଭାଗ କରିଛନ୍ତି, ବହିର୍ବୃତ୍ତି, ଅନ୍ତର୍ବୃତ୍ତି ଆଉ ମଧ୍ୟବୃତ୍ତି। ଏଇ ନିଶ୍ୱାସ ତିନି ପ୍ରକାର ରହିବାକୁ ବାଧ୍ୟ। କିନ୍ତୁ ହଠଯୋଗୀମାନେ କ'ଣ କରନ୍ତି ନା ଜୋରପୂର୍ବକ ଶ୍ୱାସକୁ ଅଟକାଇ ରଖନ୍ତି। ଜୋରପୂର୍ବକ ଶ୍ୱାସକୁ ଅଟକି ରଖିବା ଦ୍ୱାରା ଆମର କ୍ଷତି ହେବ ସିନା, ଲାଭ କିଛି ହେବ ନାହିଁ। ଆମେ ନିଶ୍ୱାସରେ ଯେଉଁ ପ୍ରାଣବାୟୁ ନେଉ ସେଥିରେ ଅକ୍ସିଜେନ୍ ଭାଗ ଅଧିକ ଥାଏ, କିନ୍ତୁ ପ୍ରଶ୍ୱାସରେ ନା ପରେ ଯେତେବେଳେ ତାକୁ ଶ୍ୱାସକୁ ଆମେ ଛାଡ଼ୁ ସେ ସମୟରେ ଅମ୍ଳଜାନର ପରିମାଣ ବହୁତ କମିଯାଇଥାଏ, ଆଉ କାର୍ବନ ଡାଇଅକ୍ସାଇଡ୍ର ବା ଅଙ୍ଗାରକାମ୍ଳର ଯେଉଁ ପରିମାଣ ତାହା ବଢ଼ିଯାଇଥାଏ। ଅମ୍ଳଜାନ ଗୋଟେ ଦାହିକା ଶକ୍ତି ଅଛି। ଆମେ ନିଶ୍ୱାସ ଭିତରକୁ ନାକଟା ଆମର ଗୋଟେ ଚିମନି ନା, ଏ ବାଟେ ଯେତେବେଳେ ଭିତରକୁ ନେଲୁ ସେତେବେଳେ ସେ ଯାଇକି ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ରେ ଦହନ କ୍ରିୟା କଲା। କୋଡ଼ି ପ୍ରକାର ଶକ୍ତି ଅଛି ଅମ୍ଳଜାନର। ଆଚ୍ଛା, ଆପଣ ଜାଣନ୍ତି ଦହନ ମାନେ ନିଶ୍ଚୟ ଗୋଟେ ଅଙ୍ଗାର ସୃଷ୍ଟି ହେବ। ସେ ବାୟୁରୁ ମଧ୍ୟ ଗୋଟେ ଅଙ୍ଗାର ସୃଷ୍ଟି ହେଲା। এই ଅଙ୍ଗାର ସୃଷ୍ଟି ହେବା ଫଳରେ ଯଦି ଆମେ ନାକ ଚିପିକି ସେ ଅଙ୍ଗାରକୁ ଭିତରେ ରଖିଦେବୁ ତାହେଲେ ଆମ ଭିତରେ ଅଙ୍ଗାର ରହିଯିବ, ସେ ଅଙ୍ଗାର ରକ୍ତରେ ସଞ୍ଚରିତ ହେବ, ଆଉ ଆମର ସ୍ୱାସ୍ଥ୍ୟ ଖରାପ ହେବ। ଆମେ କରୁଥିଲେ ପ୍ରାଣାୟାମ ଭଲ ପାଇଁ, କିନ୍ତୁ ହେଲା ଖରାପ। ତେଣୁ ଆମେ ଏପରି କିଛି କାମ କରିବା ନାହିଁ ଯାହାଫଳରେ କି ଆମର ସ୍ୱାସ୍ଥ୍ୟ ଖରାପ ହେବ। ଆମେ ଏପରି କିଛି କରିବା ନାହିଁ ଯାହାଫଳରେ ପରେ ଆମକୁ ଅନୁତାପ କରିବାକୁ ପଡ଼ିବ। ତେଣୁ
ବନ୍ଧୁଗଣ ଆମେ ସେ ପ୍ରକାର ପ୍ରାଣାୟାମ କରିବା ନାହିଁ ଯାହାଦ୍ୱାରା ଆମର ଶରୀର ଖରାପ ହେବ। ତେଣୁ ଆମେ କ'ଣ କରିବା ନା ପ୍ରାଣବାୟୁକୁ ଭିତରକୁ ନେବା ଆଉ ସାଙ୍ଗେ ସାଙ୍ଗେ ତାକୁ ବାହାରକୁ ଛାଡ଼ିଦେବା, ଅଟକେଇକି ରଖିବା ନାହିଁ। ଯଦି ଅଟକେଇ ରଖିଦେବା ତାହେଲେ ଆମକୁ ବହୁତ ପ୍ରକାର ଅସୁବିଧା ହେବ। ହଠଯୋଗରେ ମଧ୍ୟ କୁହାଯାଇଛି ପ୍ରାଣାୟାମେନ ଯୁକ୍ତେନ ସର୍ବରୋଗ କ୍ଷୟ ଭବେତ୍ ଅଯୁକ୍ତାଭ୍ୟାସ ଯୋଗେନ ସର୍ବରୋଗ ସମୁଦ୍ଭବ। ଆମେ ଯଦି ଠିକ୍ ଭାବରେ ଯୋଗକୁ ସାଧନ କରିବା ଯେତେ ପ୍ରକାର ରୋଗ ଥିବ ତାହା ଦୂର ହୋଇଯିବ। କିନ୍ତୁ ଅଯୁକ୍ତ ଭାବରେ ଯଦି ଆମେ କରିବା ତାହେଲେ କ'ଣ ହେବ ନା ଆମର ଭୟଙ୍କର କ୍ଷତି ହେବ। ସେଥିପାଇଁ ହଠଯୋଗୀମାନେ ଯେଉଁ ପ୍ରାଣାୟାମ ଶିଖାଉଛନ୍ତି ତାକୁ ଆପଣମାନେ କେବେ କରିବା ଉଚିତ ନୁହେଁ। ଗୋଟିଏ କଥା ଦେଖନ୍ତୁ, ଆମର ଯେଉଁ ଫୁସଫୁସ୍ ଦୁଇଟା ଫୁସଫୁସରେ ପ୍ରାୟ 6000 ବାୟୁକୋଠରୀ ଅଛି। ଆଉ ବାୟୁକୋଠରୀ ମଧ୍ୟ ଗୋଟେ ଶକ୍ତି ଅଛି କେତେବେଳେ ସଂଗ୍ରହ କରିପାରିବ। କିନ୍ତୁ ବେଲୁନକୁ ପିଲା ଫୁଲଉଛନ୍ତି, ଯଦି ଅଧିକ ଫୁଙ୍କିଦେବେ ଫାଟିଯିବ। ସେଇଭଳି ଭାବରେ ଆମେ ଯଦି ଖୁବ୍ ଜୋର ନିଶ୍ୱାସ ନେବା ବା ଜୋର କି ଛାଡ଼ିବା ତାହା ମଧ୍ୟ ବାୟୁକୋଠରୀ ପକ୍ଷରେ କ୍ଷତି ହେବ, ବାୟୁକୋଠରୀ ଗୁଡ଼ାକ ନଷ୍ଟ ହୋଇଯିବ। ତେଣୁ ଆମେ ଅଯୁକ୍ତ ପ୍ରାଣାୟାମ ଯେଉଁ ପ୍ରାଣାୟାମ କରିବା ଉଚିତ ନୁହେଁ ତାହା ବି କରିବା ଠିକ୍ ନୁହେଁ। ରେଚକ ପୂରକ କୁମ୍ଭକ ସେମାନେ ଯେଉଁ କରନ୍ତି ନାକ ବାଟ ପ୍ରାଣାୟାମକୁ ଟାଣନ୍ତି ଆଉ ସେ ନାକ ବାଟ ଖୁବ୍ ଜୋରରେ ଛାଡ଼ନ୍ତି। ୟା ଫଳରେ କ'ଣ ହୁଏ, ଆମ ଭିତରେ ଯେଉଁ ବାୟୁକୋଠରୀ ଗୁଡ଼ାକ ଅଛନ୍ତି ସେମାନେ ଅତିରିକ୍ତ ଫୁଲିଯାଆନ୍ତି। ବେଲୁନକୁ ଯେପରି ଅତି ଫୁଲେଇଲେ କିଛି ସମୟ ପରେ ତାହା ଲୁଜ୍ ହୋଇଯାଏ, ଆମର ବାୟୁକୋଠରୀକୁ ମଧ୍ୟ ସେହି ପ୍ରକାର ଲୁଜ୍ ହୋଇଯିବ ଆଉ ସେମାନେ ଅଧିକ ବାୟୁ ଗ୍ରହଣ କରିବାକୁ ସକ୍ଷମ ହେବେ ନାହିଁ। ସେଥିପାଇଁ ଆପଣ ଦେଖିଥିବେ ଯେଉଁମାନେ ହଠଯୋଗୀ ତାଙ୍କର ପ୍ରାଣାୟାମ ଦ୍ୱାରା ତାଙ୍କର ଚେହେରା ଉପରେ ମଧ୍ୟ ଗୋଟେ ବିବର୍ଣ୍ଣତା ଦେଖାଯାଏ। ତେଣୁ ଆମେ ସେପରି ପ୍ରାଣାୟାମ କରିବା ନାହିଁ। ତ ପ୍ରାଣାୟାମ କଲେ କ'ଣ ହେବ, ପ୍ରାଣାୟାମେ ରେବ ସର୍ବେ ପ୍ରଶୁଷ୍ୟନ୍ତି ମଳାଇତି। ପ୍ରାଣକୁ ଆମେ ଯଦି ଠିକ୍ ସାଧନରେ ଲଗାଇବା, ପ୍ରାଣାୟାମ ଠିକ୍ ଭାବରେ କରିବା, ଆମର ଦେହର ଯେଉଁ ମଳ ତାହା ଶୋଷିତ ହେଇଯିବ। ବାୟୁର ଗୋଟେ କ୍ଷମତା ଅଛି ଶୋଷଣ କରିବା। ଆମେ ଲୁଗା ଗୋଟେ ବାହାରେ ଶୁଖେଇ ଦେଲେ ଖରା ନାହିଁ କିନ୍ତୁ ବାୟୁ ତାକୁ ଶୋଷି ନେଉଛି। ଆପଣ ଭାବିବେ ନାହିଁ ବାୟୁଟାର ଏତେ କେମିତି ଶକ୍ତି ହେଲା। ଆପଣ ଯେତେବେଳେ ମଳତ୍ୟାଗ କରନ୍ତି, ପରିସ୍ରା କରନ୍ତି, ଆପଣ ଦେଖିବେ ଗୋଟେ ପ୍ରକାର ବାୟୁ ତ ସେ କାମଟା କରୁଛି। ଏପରିକି ଯେତେବେଳେ ବାନ୍ତି କିଏ କରୁଛି ସେ ମଧ୍ୟ କେବଳ ପବନ ଦ୍ୱାରା କରୁଛି। ପବନ ନହେଲେ ସେ କିଛି କାମ ହେଇପାରିବ ନାହିଁ। ସେ ପବନ ଶକ୍ତି ଗୋଟେ ଛୋଟ ଶକ୍ତି ନୁହେଁ, ଯିଏ ଆମକୁ ବଞ୍ଚେଇକି ରଖୁଛି। ଆମର ପାତଳୀମାନେ କହୁଛନ୍ତି ତତଃ କ୍ଷୟତେ ପ୍ରକାଶାବରଣମ। ପ୍ରାଣଶକ୍ତି ଯେତେବେଳେ ଆମର ଜୋରଦାର ହେଇଯିବ, ଆମର ଆତ୍ମାର ଯେଉଁ ଶକ୍ତି ଅଛି ସେଗୁଡ଼ିକ ପ୍ରକାଶିତ ହେବେ, ତାର ଆବରଣଟା କ୍ଷୟ ହେଇଯିବ। ଯେପରି ଭାବରେ ଦର୍ପଣ ଭିତରେ ମଇଳା ବସିଲା ପରେ ତା ଭିତରେ ଗୋଟେ ଆବରଣ ବସିଯାଏ, ଆଉ କିଛି ଆମକୁ ଦୃଶ୍ୟ ହୁଏ ନାହିଁ, ସେ ମଧ୍ୟ କ'ଣ ପ୍ରତିଫଳନ ନେଇପାରେ ନାହିଁ। କିନ୍ତୁ ତାକୁ ସଫା କରିସାରିଲା ପରେ ପ୍ରତିଫଳନ ସେ ନେଇପାରେ। ସେ ସେଇ ପ୍ରକାର ଭାବରେ ଯେତେବେଳେ ପ୍ରାଣାୟାମ ସାଚୁରେଟେଡ୍ ହେଇଯିବ, ଗୋଟେ ଆନନ୍ଦ ଭାବ ମନ ଭିତରେ ଆସିବ, ଆପଣ ଜାଣିବେ ଯେ ପ୍ରାଣାୟାମ ସାଚୁରେଟେଡ୍ ହେଇଗଲା। ସେତେବେଳେ ଆମ ଭିତରେ ଥିବା ଯେଉଁ ଦୋଷ ତାହା କ୍ଷୟ ହେଇଯିବ ଆଉ ଅନ୍ତଃ ଶକ୍ତି ପ୍ରକାଶିତ ହେବ, ମଳ ସବୁ ଶୋଧନ ହେଇଯିବ। ଇଏ ତାର କାମ। ଏଇ ଯେଉଁ ପ୍ରାଣାୟାମ ଆମର ହଠଯୋଗୀମାନେ ତା ବହୁତ ପ୍ରକାର କରିଛନ୍ତି ନାମ। ସେମାନେ କହୁଛନ୍ତି
ହଠଯୋଗୀ ଭିତରେ ଜଣେ ସ୍ୱାତ୍ମରାମ ବୋଲି ଥିଲେ, ସେ ପ୍ରାଣାୟାମ ବହୁତ ପ୍ରକାର ଲେଖିଛନ୍ତି। ସୂର୍ଯ୍ୟଭେଦନ, ଉଜ୍ଜାଇ, ଶୀତକାରୀ, ଶୀତଳୀ, ଭସ୍ତ୍ରିକା, ଭ୍ରାମରୀ, ମୂର୍ଚ୍ଛା, ପ୍ଲାବିନୀ, ଏହି ପ୍ରକାର ହଠଯୋଗରେ ସେଗୁଡ଼ା ସବୁ ଲେଖିଛନ୍ତି, ଯାହାକି ବର୍ତ୍ତମାନ ମଧ୍ୟ ଆପଣ ଦେଖିଥିବେ ଟିଭି ଇତ୍ୟାଦିରେ ବହୁତ ସେଗୁଡ଼ା ଦେଖା ଚାଲିଛି। ଆଉ ଯେଉଁ ଅଭ୍ୟାସ କରିକି ଲୋକ ଭଲ ହେଲେ ବୋଲି କହୁଛନ୍ତି, ଦାବି କରୁଛନ୍ତି, ତାହା ମଧ୍ୟ ଠିକ୍ ନୁହେଁ। କାରଣ ସେହି ସବୁ ହଠଯୋଗର କ୍ରିୟା ଗୁରୁଙ୍କ ପାଖରେ ରହି ଦୀର୍ଘଦିନ ଅଭ୍ୟାସ କଲେ ଯାଇକି କରିହେବ। ଆମେ ଶିଖେଇଦେଲା ପରେ ଆପଣ ଘରକୁ ଯାଇ କ'ଣ କରୁନି କିଏ ଆଣୁଛି। ତେଣୁ ମୁନି ସମାଜ ଅନ୍ତତଃ ସେ ପ୍ରକାର ପ୍ରାଣାୟାମକୁ ସ୍ୱୀକାର କରେ ନାହିଁ, ସେ ପ୍ରକାରକୁ ସ୍ୱୀକାର କରେ ନାହିଁ। ସିଏ କେବଳ ଏଇ ଯେଉଁ ମୁଁ 3 ପ୍ରକାର କଥା କହିଲି, ବହିର୍ବୃତ୍ତି, ଅନ୍ତର୍ବୃତ୍ତି, ମଧ୍ୟବୃତ୍ତି, ପ୍ରାଣର 3ଟା ଗତିକୁ ସେ ବିଶ୍ୱାସ କରେ। ଆମର ପ୍ରାଣ ଗତି କଥା ଶୁଣନ୍ତୁ। ଗୋଟିଏ ଗତି ହେଉଛି ଯେତେବେଳେ ଆମେ ନାକ ପାଖରେ ହାତ ରଖିବା, ଆମେ ଦେଖିବା ବହୁ ଦୂର ପର୍ଯ୍ୟନ୍ତ ସେଇଟା ଶୁଣାଯାଉଛି, ଆମେ ଅନୁଭବ କରିପାରୁଛୁ। ଖୁବ୍ ବେଶୀ ଦୂରରେ ଅନୁଭବ କରିପାରିବା ନାହିଁ, କିଛି ଇଞ୍ଚ ପର୍ଯ୍ୟନ୍ତ ଆମେ ଅନୁଭବ କରିପାରିବା, ଅନ୍ତତଃ 9 ଇଞ୍ଚ ବା 10 ଇଞ୍ଚ ପରେ ଅନୁଭବ କରିପାରିବା। ଇଏ ଗୋଟେ ପ୍ରାଣର ଗତି। ଆଉ ଗୋଟେ ଗତି ହେଉଛି ଗୋଟେ ମିନିଟ୍ରେ 16-17 ରାଉଣ୍ଡ ସେ ଯିବା ଆସିବା କରୁଛି। ଆଉ ଯେତେବେଳେ ପ୍ରାଣାୟାମ କରିବା ଉପଯୁକ୍ତ ଉପାୟ ଦ୍ୱାରା, ମୁଁ ପରେ ବତେଇବି ଆପଣଙ୍କ ଉପାୟ କ'ଣ କୁହାଯାଉଛି, ଆଗେ ତାର ଥିଓରି କହିଦେଉଛି। ସେତେବେଳେ କ'ଣ ହେବ ନା, ସେଇ ଯେଉଁ ପ୍ରାଣ ବାୟୁଟାର ଗତି ଆସ୍ତେ 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 କମି କମିଯିବ ଏବଂ ଯେଉଁ ବହୁତ ଦୂର ପରେ ଯାଉଛି ସେଟା ଅନୁଭବ ରହି ତେଣୁ ନାକ ଭିତରେ ଥିବା ଅନୁଭବ କରାଯିବ। এই 2 ପ୍ରକାର ଗତି ଆସ୍ତେ 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 କ୍ଷୟ ହୋଇଯିବ। ଆଉ ଆମେ ପ୍ରାଣ ଭିତରେ ଗୋଟେ ଅଫୁରନ୍ତ ଶାନ୍ତି ଆନନ୍ଦ ଅନୁଭବ କରିବା, ତାହା ହେଉଛି ସଠିକ୍ ପ୍ରାଣାୟାମ। ପ୍ରାଣାୟାମ କୌଣସି କଷ୍ଟକର ସାଧନ ନୁହେଁ, କିନ୍ତୁ ହଠଯୋଗୀମାନେ ତ କଷ୍ଟକର କରିଦେଉଛନ୍ତି। ଦେଖନ୍ତୁ, ପ୍ରାଣସ୍ୟ ଆୟାମ ଇତି ପ୍ରାଣାୟାମ, ପ୍ରାଣର ବ୍ୟାୟାମକୁ ପ୍ରାଣାୟାମ କୁହାଯାଏ। ବ୍ୟାୟାମର ଅର୍ଥ କରନ୍ତି ଦେହକୁ କଷ୍ଟ ଦେବା, ନହେଲେ କେମିତି ବ୍ୟାୟାମ ହେବ? ନାଇଁ, ମୁଁ ଯେଉଁ କଥା କହିଲି, ସେ ବାୟୁକୋଟର ଯେଉଁ ସହିବା ଶକ୍ତି ଅଛି, ସେତିକ ଜିନିଷ ଆମେ ଅଭ୍ୟାସ କରିବା। ଅଭ୍ୟାସ କଲେ ଯାଇକରି ଆମ ଭିତରେ ଗୋଟେ ଆରାମ ବୋଧ ଆସିବ, ଯାହାକୁ ଆମେ ଇଂରାଜୀରେ ପ୍ଲିଜେଣ୍ଟ ସେନ୍ସେସନ୍ କହୁଛୁ, ସେଇ ଭାବ ଗୋଟେ ଆସିବ। ଗୋଟେ ଆପଣଙ୍କୁ ଉଦାହରଣ ଦେଇ କହିବି। ଧରନ୍ତୁ ଆପଣ ଦୌଡ଼ି 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 କିଛି ଦୂର ଆସିଲେ, ଆଉ ଯେତେବେଳେ ଦୌଡ଼ି ଯାଉଛୁ ଆପଣ ନିଶ୍ୱାସ ପ୍ରଶ୍ୱାସ ଦୀର୍ଘ ପ୍ରତି ହେଉଛି, ଦୀର୍ଘ ହେଇଯାଉଛି। ଆଉ ଆପଣ ବସି ପଡ଼ିଲେ, ତାର ଥରଟା ବି କମିଗଲା, ତାର ଗତିଟା ବି କମିଗଲା। ଆଉ ଯେତେବେଳେ ନାକ ପାଖରେ ତାର ମନକୁ ରଖିଲେ, ତାର ଗତି ଆହୁରି କମିଗଲା। ତ ପ୍ରାଣ ସେଠି ଆରାମ ପାଇଲା। ଯେତେବେଳେ ପିଲା ଦୌଡ଼ୁଛନ୍ତି କୌଣସି ଗୋଟେ ରେସ୍ରେ, ସେମାନେ ଆରାମ ପାଉନାହାନ୍ତି, ଥକି ଯାଉଛନ୍ତି। ହଁ, ମୁଁ ମାନୁଛି ଦାଦା କିଛି କସରତ ହେଇପାରେ, କିନ୍ତୁ ତା ଦ୍ୱାରା ପ୍ରାଣ ଆରାମ ପାଇବନି। ଆମର ଯେଉଁ ପ୍ରାଣ, ସେ ବହୁ ଯୁଗ ଧରି, ବହୁ ଜନ୍ମ ଧରିକି ସେ ପରିଶ୍ରମ କରି ଆସିଛି, ତାକୁ ଆମେ ଜମା ଛୁଟି ଦେଇନାହୁଁ, ସେ ବିଶ୍ରାମ କ'ଣ ପାଇନାହିଁ। ଆଉ ଯେତେବେଳେ ସେ ମନ ସହିତ ସଂଯୁକ୍ତ କରୁ, ମନ ପ୍ରାଣ ହେଉଛି ଅବିଚ୍ଛେଦ୍ୟ ଅଙ୍ଗ। ଶିବମୁନି ବଡ଼ ସୁନ୍ଦର ଭାଷାରେ ଲେଖିଛନ୍ତି, ଗୋଟେ ଘୋଡ଼ା ତା 2ଟା ଉପାୟରେ ଆମେ ଆୟତ୍ତକୁ ଆଣିପାରିବା, କଣ୍ଟ୍ରୋଲ କରିପାରିବା। ଗୋଟିଏ ହେଉଛି ତାକୁ ଖୁବ୍ ଦୌଡ଼ି ଦୌଡ଼ି ଥକେଇ ଦେବା, ଯେଉଁଟା ହଠଯୋଗୀମାନେ କରୁଛନ୍ତି। ଆଉ ଗୋଟେ ଉପାୟ ହେଉଛି ସେ ଭଲ ପାଉଥିବା ଭଲ ଭଲ ଖାଦ୍ୟ ତା ତୋଗଣାରେ ଭର୍ତ୍ତି କରିଦେବା, ସେ ଧୀରେ ହେଇଯିବ। ତେଣୁ ଆମେ ଯଦି ପ୍ରାଣକୁ ସେ ପ୍ରକାର ଭାବରେ ତାର ପ୍ରିୟ ଜିନିଷ ଆମେ ତାକୁ ଦେଇଦେବା, ସେ ଆସ୍ତେ ଆସ୍ତେ ସ୍ଥିର ହେଇଯିବ। ତ ପ୍ରାଣର ପ୍ରିୟ ଜିନିଷ ହେଉଛି ମନ, ପ୍ରାଣ ପ୍ରିୟ ଜିନିଷ ହେଉଛି ଆତ୍ମା। ଆତ୍ମା କଥା ତ ଆମେ କହିପାରିବା ନାହିଁ, ଅନ୍ତତଃ ମନକୁ ଦେଖେଇ ପାରିବା। ସେଥିପାଇଁ ଯୋଗୀମାନେ କହୁଛନ୍ତି, ଚଳେ ବାୟୁ ଚଳେ ଚିତ୍ତମ ନିଶ୍ଚଳ ନିଶ୍ଚଳମ ଭବେ। ଯେତେବେଳେ ବାୟୁ ଚାଲୁଛି ସେତେବେଳେ ଚିତ୍ତ ଚଞ୍ଚଳ ହେଇଯାଉଛି, ଆଉ ଯେତେବେଳେ ଚିତ୍ତ ଚଞ୍ଚଳ ହେଇଯାଉଛି ବାୟୁ ଚଞ୍ଚଳ ହେଇଯାଉଛି, ଆଉ ଯେତେବେଳେ ଚିତ୍ତ ସ୍ଥିର ହେଇଯାଉଛି ବାୟୁ ସ୍ଥିର ହେଇଯାଉଛି।
ତେଣୁ ମନ ସହିତ ପ୍ରାଣର ଗଭୀର ସମ୍ପର୍କ। ଆଉ ଆମେ ଯଦି ମନକୁ ତା ଆଗରେ ଥୋଇଦେବା ଆଉ ମନ ଆଗରେ ପ୍ରାଣକୁ ଥୋଇଦେବା ଯେ ବହୁତ ଦୂର ସମ୍ପର୍କ ତାଙ୍କର ବନ୍ଧୁ ଏ ଦୁଇ ଜଣ ସାକ୍ଷାତ ହେଇଗଲେ ସେମାନେ ବହୁତ ଆନନ୍ଦ ଅନୁଭବ କରିବେ ଆଉ ସେମାନେ ଆରାମ ବୋଧ କରିବେ। ଏଇ ହେଉଛି ପ୍ରାଣାୟାମର ଗୋଟେ ଟେକ୍ଟ। ସେଥିପାଇଁ ଗୀତା କହୁଛି ଯୋଗ କର୍ମସୁ କୌଶଳ। ଆମେ ସେ କୌଶଳଟା ଯଦି ପାଇଯିବା ଗୁରୁଙ୍କ ପାଖରୁ ଆଉ ସେଇ କୌଶଳ ଅନୁସାରେ ଆମେ ଯଦି ସାଧନ କରିବା ତାହେଲେ ପ୍ରାଣାୟାମ ହେଇଗଲା। ଏ ଯେଉଁ ସ୍ୱାତ୍ମରାମ ଯେଉଁ କହୁଛନ୍ତି ସେଇ ପ୍ରକାର ଯେଉଁ ପ୍ରାଣାୟାମ ସବୁ କେତେ ଜଣ କରୁଛନ୍ତି, ସବୁ ତ କରୁନାହାନ୍ତି, ତା ଭିତରେ 3-4ଟା କରୁଛନ୍ତି। ତା ଦ୍ୱାରା ଆମର ପ୍ରାଣ କଷ୍ଟ ପାଇବ ଆଉ ଆମର ଯେଉଁ ଉଦ୍ଦେଶ୍ୟ ତାହା ସାଧନ ହେଇପାରିବ ନାହିଁ। ତ ପାତଞ୍ଜଳି କହୁଛନ୍ତି ତସ୍ମିନ୍ ସତି ଶ୍ୱାସ ପ୍ରଶ୍ୱାସର ଗତି ବିଚ୍ଛେଦ ପ୍ରାଣାୟାମ। ତାଙ୍କ ସାଧନ ପାଦ 49 ସୂତ୍ର ସେ କହୁଛନ୍ତି ତସ୍ମିନ୍ ସତି ସେତେବେଳେ ହୁଏ କ'ଣ ହୁଏ? ପ୍ରାଣ ଆପାନ ଗତି ବିଚ୍ଛେଦ ଏଠି ପ୍ରାଣାୟାମ। ଆମର 5ଟା ପ୍ରାଣବାୟୁ ଅଛି, ପ୍ରାଣ ଆପାନ ସମାନ ଉଦାନ ବ୍ୟାନ। এই 5ଟା ଯେଉଁ ପ୍ରାଣବାୟୁ ଆମେ ଯେଉଁଟାକୁ ଗ୍ରହଣ କରୁଛୁ ତା ପ୍ରାଣବାୟୁ କୁହନ୍ତି, ଯେଉଁଟା ଛାଡ଼ୁଛୁ ତାକୁ ଅପାନ ବାୟୁ କୁହନ୍ତି। ପାତଞ୍ଜଳି କହୁଛନ୍ତି ତସ୍ମିନ୍ ସତି ପ୍ରାଣ ଅପାନର ଗତି ବିଚ୍ଛେଦ। ଏ ପ୍ରାଣ ଅପାନ ଯେଉଁ ଗତିରେ ଚାଲୁଛି ସେଥିରେ ଆମେ ବିଚ୍ଛେଦ ଆଣିବା। ସେ ବିଚ୍ଛେଦ ଅର୍ଥ ଲୋକ କହୁଛନ୍ତି ନାକ ଚୁପ, ଜବରଦସ୍ତି ନାହିଁ। ଯଦି ଆମେ ଜବରଦସ୍ତି ନାକ ଚିପିକି ବନ୍ଦ କରିଦେବା ତାହେଲେ ଯେଉଁ କଥା ଆଗରୁ ମୁଁ କହିଥିଲି କାର୍ବନ ଡାଇଅକ୍ସାଇଡ୍ ଭିତରେ ରହିଯିବ, ଅସୁବିଧା ସୃଷ୍ଟି ହେବ। ତେଣୁ ଆମେ ସେ କାମ କରିବାନି। ଆମେ କ'ଣ କରିବା? ତା ଗତିକୁ ସ୍ଥିର କରିଦେବା। ତାପରେ ଆମେ ଜାଣିପାରିବା ନାହିଁ ସେ ଗତି କରୁଛି କି ନାହିଁ। ତାହା ହେଉଛି ଗତି ବିଚ୍ଛେଦ। ସେଟା ସେ କହୁଛି ତସ୍ମିନ୍ ସତି ସେତେବେଳେ ହେବ କ'ଣ ହେବ ନା ପ୍ରାଣ ଆପାନର ଗତି ବିଚ୍ଛେଦ। ପ୍ରାଣବାୟୁ ଆଉ ଆପାନ ବାୟୁ ଏ ଗତି ବିଚ୍ଛେଦ ହୋଇଯିବ। ତାର ଉପାୟରେ ସେ କହୁଛନ୍ତି ପ୍ରଚ୍ଛଦନ ବିଧାରଣ ବା ପ୍ରାଣସ। ପ୍ରଚ୍ଛଦନ ମାନେ ତ୍ୟାଗ କରିବା, ବିଧାରଣ ମାନେ ଗ୍ରହଣ କରିବା। କେବଳ ଆମେ 2ଟା କ୍ରିୟା ଯଦି କରିଦେବା, ଏ ପ୍ରାଣ 2ଟା କ୍ରିୟା ଯଦି ଆମେ କରିଦେବା, ପ୍ରଚ୍ଛଦନ ବିଧାରଣ, ଛାଡ଼ିବା ଆଉ ନେବା, ଛାଡ଼ିବା। ଆରେ ବାବୁ ଆମେ ତ ସବୁବେଳେ ଛାଡ଼ିବା ନେବା କରୁଛେ, ରାତି ଶୋଇଲା ବେଳେ ଛାଡ଼ିବା ନେବା କରୁଛେ, କିନ୍ତୁ ସେଟା ଆମର ଅଲକ୍ଷ୍ୟରେ ହେଉଛି, ତା ସାଙ୍ଗରେ ମନ ଯୁକ୍ତ ହୋଇନାହିଁ। କିନ୍ତୁ ଆମେ ଯଦି ମନକୁ ଯୁକ୍ତ ତା ସାଙ୍ଗରେ କରିଦେବା, ଗୋଟେ ଲୟ, ଗୋଟେ ତାଳ, ଗୋଟେ ରିଦିମ୍ ଆସିବ ଆଉ ସେଇଟା ଆମକୁ ବହୁତ ଆରାମ ଦେବ। ଆଉ ଆମର ପ୍ରାଣ ଯେତେ ସଂଯମ ହେଇଯିବ, ଆରାମପ୍ରଦ ହେଇଯିବ, ଆମ ଦେହର ଥିବା ଯେଉଁ କୋଷ, ଯେଉଁ ସ୍ନାୟୁ ସେମାନେ ସବଳ ହେଇଯିବେ। ଆପଣ ଜାଣନ୍ତି ଆମର ସାରା ଶରୀରଟା କେତେ ଜାଲକ, ସ୍ନାୟୁ ଜାଲକ ଆଉ ରକ୍ତ ଜାଲକର ଭର୍ତ୍ତି। ସେଥିରେ କିଛି ସ୍ନାୟୁ ଅଛନ୍ତି, ସେଥିରେ କିଛି ଟିସୁ ତନ୍ତୁ ଅଛନ୍ତି, ସେଥିରେ କିଛି ସେଲ୍ସ ଅଛନ୍ତି। ଏହିସବୁ ଗୁଡ଼ାକ ଯେତେବେଳେ ସତେଜ ହେଇଯିବେ, ଫୁର୍ତ୍ତିଲା ହେଇଯିବେ, ସେମାନେ ଯେତେବେଳେ ବଳବାନ ହେଇଯିବେ, ସେତେବେଳେ ଆମ ଭିତରେ ଥିବା ଯେଉଁ ରୋଗ ଜୀବାଣୁ ବା ଆମ ଭିତରେ ଥିବା ଯେଉଁ କାମ କରିପାରୁନଥିବା ଶକ୍ତି ଯେଉଁମାନଙ୍କର, ସେମାନେ ଆସ୍ତେ ଆସ୍ତେ ସତେଜ ହେଇଯିବେ, ଫୁର୍ତ୍ତି ହେଇଯିବେ, ଯାହାଫଳରେ ଆମେ ଶୁଦ୍ଧ ହେଇଯିବା ଆମର ଶରୀର, ଆଉ ପ୍ରାଣ ଶୁଦ୍ଧ ହେଇଯିବ, ପ୍ରାଣ ଶାନ୍ତ ହେଇଯିବ ଏବଂ ଯେକୌଣସି ପ୍ରକାର ବିକାର ସେବନ କାହିଁକି ତତ କ୍ଷତେ ପ୍ରକାଶନ। ସେତେବେଳେ ଆମର ଯେଉଁ ପ୍ରକାଶ ଆବରଣ ଖୋଲିଯିବ ଆଉ ଆମ ଭିତରେ ଯେଉଁ ମଇଳା ଅଂଶ ତା କିଛି ରହିବ ନାହିଁ। ବହୁତ ସୁନ୍ଦର ଭାବରେ ଏଠି କହୁଛନ୍ତି ଜଣେ ଯୋଗବିଦ, ସର୍ବ ଚିନ୍ତା ପରିତ୍ୟାଗ ନିଶ୍ଚିନ୍ତେ ଯୋଗ ଉଚ୍ୟତେ। ତ ପ୍ରାଣାୟାମ ସମୟରେ ଆମର ଗୋଟେ ଲାଭ ହେବ, ଆମେ ସେ ପ୍ରାଣ ଭିତରେ ମନକୁ ଏମିତି ଭର୍ତ୍ତି କରିଦେବା, ମନ ବାହାର ଆଡ଼େ କୁଆଡ଼େ ଯିବ ନାହିଁ।
ताफल सर्वचिंता परित्याग हो समस्त चिंता आम भर जहाँ अच्छी कारण मनुष्य गोटे एपरी प्राणी से निश्चित रही पारे ना किसी ना किसी चिंता करूँ किसी ना किसी भावना करूँ किसी ना किसी तो सेते आम निश्चिंत होते ना जिते प्राणायाम स्थिर हो प्राणायाम स्थिर होगा कौन सी बाजे चिंता मन भर को आसब ना आउ मन को आम दृढ़ भाव धारण कर मन को दृढ़ भाव धारण करवा ये हूँ प्राणायाम गोटे बड़ उद्देश्य ये गोटे ज्ञान संप्रांत अंतर श्लोक मोर मन पड़ू से लिखुं मथित्वा चतुर वेदान सर्वशास्त्राणी जैव ही सारस्थ जोगी भी पीत चक्र पीबती मंडित से कहते चार्टा जो वेद अच्छी ऋग सामंजस्य अथर्व 4 वेद ये 4 वेद समस्त पढ़ती पंडित मैंने पढ़ती जोगी मैंने पढ़ती किंतु कौन हुए तार जो सार अंशटा सेटा जमी दूधर सार अंश घी से भाया सार अंशटा घीटा जोगी मैंने पिंट कि पंडित मैंने कौन पिंट चक्रम पीबती चक्र मान हूँ घोड़ी जो सार फार किसी ना खाया उपयोगी जिनस ना से केवल मुहर कहती देखो योगटा हूँ गोटे गुरुमुखी विद्या गुरु पाखु तो शिक्षा करा जाए बही पढ़ी के योग शिखिपार ना के 1000 खंड बही के पाखे पाखे थक रखिदेव से किसी पत्ता पाइबन कि बुझीपार ना कारण योग जो भेरी प्राक्टिकल थी तो प्राक्टिकली आपको करने को पड़ो आम प्राक्टिकली करी जो अनुभव करवा से आनंद को तो उपभोग करवा से योगर प्रकृत मिठाटा आम पाइबा ता ना पंडित मैंने चक्रम पीबती पंडिता पंडित मैंने जमी चक्र को पीती चक्र मान घोल दई खाती से कौन घी मधुरता अच्छी किसी ना जन योगविद बड़ा सुंदर लिखिं जावत वायु स्थित देहे तावत जीवन मुच्यते मरण से तसे निष्क्रांति तत्व वायु निरोध है आम वायु को निरोध करवा आप जानती योग मान तो चक्र चित्तवृत्ति को निरोध करवा किंतु वायु को केमती निरोध करवा से लिखुं पंडित जावत देह स्थित वायु तावत जीवन मुच्यते जे पर्यंत वायुटा आम देहर अच्छी आम कहूँ लोकटा बची आउ जिते निष्क्रांति लाभ कर वायु आम देह पलि जाऊँ मरी तेणु वायु को आम धारण करवा आसतु कि धारण करवा जदि वायुटा आमर जीवन शक्ति होता मोरी था लोक देह पंप दिखते साइकेल पंप आ से बची जाता ना वायु को धारण करने गोटे उपाय प्राणायाम मुझे देखेदेवी ये थ्योरी कथा मुझे कहूँ आप जानापी जे वायु किपर भाव आम प्रधान शक्ति भाव काम कर देह भर कौ वायु भाव ना प्राणवायु भाव बाहर तो बर्तमान आप देखिए विषवायु बहुत होती जन भाई पचारे आज्ञा आम योगसान करने पूर्व धूप धुआं दबाना ना धूप धुआं देले कौन हम ना वायु शुद्ध हो देखो तो आमर 3टा घर गोटे घर हूँ पृथ्वी ता भर गोटे घर हूँ आम जो घर रोचे शेष आम देहटा गोटे घर आम घर चार यदि खणा ढिपा अलिया आवर्जना थी भर्ती नाल नर्दमा थी आम घरे जिते झणा देले कौन से दूरी ता छड़ा बर्तमान आपण मैंने जो कि धूपकाठी से सब केमिकल पैज तेणु आगे जो जोगधूप दौले योगी मैंने बर्तमान तार किसी आवश्यकता ना आ जदि भी देवे सी किसी उपकार कर उपकार कर शक्ति ना कारण बाहर एत मैला आवर्जना होती तेणु आम जो पर्यावरण तार शुद्धि समस्त चेष्टा करूँ आगे जो मुनऋषि मान सब थे तपोवन योग साधना करते तप मान कौन
ଆପଣ ଭାବେ ବଣରେ ଚୋଫେ ନା ନା ବଣରେ କେହି ଯୋଗଦାନ କରିପାରିବନି। ବାଘ ଥିବ, ଭାଲୁ ଥିବ, ସାପ ଥିବ, ମାଛି ଥିବ, ମଶା ଥିବ, ଡାଁସ ଥିବ, ପିମ୍ପିଡ଼ି ଥିବ, ବଣରେ କେମିତି କରିବେ? ସେମାନେ ଗୋଟେ ତପବନ ତିଆରି କରୁଥିବା ରାଜା ମହାରାଜାମାନେ। ତପବନର ଅର୍ଥ ହେଉଛି ପ୍ରାଣକୁ ସଞ୍ଚାର କରୁଥିବା, ଶକ୍ତି ସଞ୍ଚାର କରୁଥିବା କିଛି ଔଷଧୀୟ ବୃକ୍ଷ ସେମାନେ ଲଗାଉଥିଲେ। ତାହାର ଭିତରେ ରହିକି ସେମାନେ ତପସ୍ୟା କରୁଥିଲେ, ଯାହାଫଳରେ ଦୀର୍ଘଜୀବୀ ହେଉଥିଲେ। କିନ୍ତୁ ଆମେ କ'ଣ ଭାବୁଛୁ? ସେମାନେ ବଣରେ ତପସ୍ୟା କରୁଥିଲେ। ବଣରେ କିଏ ଅଛି ଶିଖିବା ପାଇଁ? ପାହାଡ଼ରେ ତପସ୍ୟା କରୁଥିଲେ। ଆରେ ପାହାଡ଼ରେ କ'ଣ ଶିଖିବା ପାଇଁ ମାଷ୍ଟର ଅଛନ୍ତି ନା ପାହାଡ଼ ମାନେ ପଥର ମାନେ ଶିଖେଇ ଦେଇପାରିବେ? ତାହା ନୁହେଁ, ତାହା ଭୁଲ କଥା। ସତ କଥା ହେଉଛି ସେମାନେ ତପବନରେ ସାଧନା କରୁଥିଲେ। କାରଣ ତପବନରେ ଏତେ ଗଛପତ୍ର ଥିଲା, ଯେଉଁ ଗଛର ସିଲେକ୍ଟେଡ୍ ହାର୍ବସ୍ ତାଙ୍କୁ ଲଗା ହେଇଥିଲା ଯେ ପ୍ରାଣଶକ୍ତି ବୃଦ୍ଧି କରିବ। ଆପଣ ଜାଣନ୍ତି କେତେ ଗଛ ଏମିତି ଅଛନ୍ତି ସେମାନଙ୍କର ଅତ୍ୟନ୍ତ ପ୍ରାଣଶକ୍ତି ଭର୍ତ୍ତିକି ଥାଏ। କିନ୍ତୁ ଆମେ ସବୁ କ'ଣ କରୁଛୁ ବର୍ତ୍ତମାନ? ସବୁ କାଟିକି ପଦା କରିଦେଇ କଂକ୍ରିଟର ପାହାଡ଼ ତିଆରି କରୁଛୁ। ଆଉ ଆମେ ଭାବୁଛୁ ଆମର ଅନେକ ଟଙ୍କା ପଇସା ହେଇଗଲେ ଆମେ ସୁଖୀ ହେଇଯିବା। ଆରେ ଭାଇ, ସବା ପ୍ରଥମ ତ ଦେହ ଦରକାର। ତାପରେ ଆଉ ଆମେ ଟଙ୍କାର ପାହାଡ଼ ଉପରେ ବସିଥିଲେ ମଧ୍ୟ ଦେହ ଯଦି ରହିବ ନାହିଁ ତ ସେ ଦେହର ମୂଲ୍ୟ କ'ଣ? ପ୍ରାଣାପାନ ସମାଯୋଗ ପ୍ରାଣାୟାମ ହୋତି ପ୍ରାଣପାନ ନିରୋଧସ୍ତୁ ପ୍ରାଣାୟାମ ଉଦାହୃତ। ଯୋଗଶାସ୍ତ୍ର କୁହାଯାଉଛି ପ୍ରାଣପାନ ସମାଯୋଗ ଅର୍ଥାତ୍ ଯେତିକ ଉପଯୁକ୍ତ ହେବ ସେତିକ କରିବା। ଆପଣ କହିବେ ଆଜ୍ଞା ପ୍ରାଣାୟାମ କଥା କହୁଛନ୍ତି, ଆମେ ଦିନସାରା ବସି କରିବା? ନାଇଁ, ଦିନସାରା ବସି କରିବା ଆବଶ୍ୟକ ନାହିଁ, ବେଶୀ ହେଇଯିବ। ଆପଣ କହିବେ ଯେ କ୍ଷୀର ଖାଇବା ଭଲ, ମୁଁ 10 ଲିଟର କ୍ଷୀର ପିଇବି, ମରି ତ ଯିବି, ଆଉ ବଞ୍ଚିବି କେଉଁଠି? ସେମିତି ପ୍ରାଣପାନ ସମାଯୋଗ କରାଯିବ, ଯେତିକି ଆବଶ୍ୟକ ସେତିକି କରାଯିବ। ପ୍ରାଣପାନ ସମାଯୋଗ ପ୍ରାଣାୟାମ ଭବ, ତାହାକୁ ପ୍ରାଣାୟାମ କୁହାଯାଏ। ପ୍ରାଣପାନ ନିରୋଧସ୍ତୁ, ପ୍ରାଣପାନ ଏ ଦୁଇଟାକୁ ଯଦି ଆମେ ନିରୋଧ କରିବାର ଠିକ ଉପାୟରେ ତାହେଲେ ପ୍ରାଣାୟାମ ଉଦାହରଣ, ତାହେଲେ ତାକୁ ହିଁ ପ୍ରାଣାୟାମ କୁହାଯାଏ। ତେଣୁ ପ୍ରାଣାୟାମକୁ ଆମେ ଠିକ ଭାବରେ ଠିକ ଲୋକଙ୍କ ପାଖରୁ, ଠିକ ଗୁରୁଙ୍କ ପାଖରୁ ଶିଖି, ଠିକ ଶାସ୍ତ୍ର ଦେଖି ଆମେ ଯଦି କରିବା ତାହେଲେ ତାକୁ ପ୍ରାଣାୟାମ କୁହାଯିବ। ତା ନହେଲେ କ୍ଷତିକାରକ ହେବ। କ୍ଷତି ପ୍ରତି ଆମର ଧ୍ୟାନ ଦେବା ଉଚିତ। ଦେଖନ୍ତୁ, ଯୋଗ ହେଉଛି ଗୋଟେ ସୁଖମୟ, ଶାନ୍ତିମୟ, ଆନନ୍ଦମୟ ସାଧନ। ଦେହକୁ କଷ୍ଟ ଦେବା, ମନକୁ କଷ୍ଟ ଦେବା, ପ୍ରାଣକୁ କଷ୍ଟ ଦେବା, ଏହାଦ୍ୱାରା ଯୋଗ ହେଇନପାରେ। ଯୋଗ ହେଉଛି ସହଜ ସୁଖ ସାଧନ। ସହଜ ହେଇଥିବ ଆଉ ସୁଖ ହେଇଥିବ, ସାଧନ ହେଉଥିବ ସବୁ। ଆଜି ଦେହ ପ୍ରାଣକୁ କଷ୍ଟ ଦେଲା ବେଳେ ସାଧନ, ଦେହକୁ କଷ୍ଟ ଦେଲା ବେଳେ ସାଧନ, ତାହା କେବେ ସାଧନ ହେଇପାରିବ ନାହିଁ। ସେଥିପାଇଁ ଆମର ଯୋଗ ଶାସ୍ତ୍ର କହୁଛି ଶନୈ ଶନୈ ବିଜେତବ୍ୟା ପ୍ରାଣ ମତକ ଜବତ୍, ଖଣ୍ଡରେ ଉପରେ ଦିଗାରେ ଲେଖା ହେଇଛି। ଯେପରି ଭାବରେ ଗୋଟେ ହାତୀକୁ ଧରି ଆଣିଲା ପରେ ତୁମେ ଯଦି କହିବ ଗୋଟିଏ ଦଣ୍ଡ ପୋଷା ମନେଇଦେବି ଆଉ ତାକୁ ଖୁବ୍ ଦଣ୍ଡ ଦେବ, ତାପରେ ଚଢ଼ିଯିବ, ହାତୀର ବି କ୍ଷତି ହେବ, ଆପଣଙ୍କର ବି କ୍ଷତି ହେବ। ତ ଶନୈ ଶନୈ ଆସ୍ତେ 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 ନିରୋଧ କରି ପ୍ରାଣକୁ ଆସ୍ତେ ଆସ୍ତେ ନିରୋଧ କଲେ କ'ଣ ହେବ? ସେଇ ପ୍ରାଣଟା ଆମ କାର୍ଯ୍ୟରେ ଆସିବ। ତାଠୁ ଗୋଟେ ଶକ୍ତି ଆମେ ପାଇବା, ପ୍ରାଣିକ ଏନର୍ଜି ଆମେ ପାଇବା, ଯେଉଁ ଏନର୍ଜି ଆମକୁ ପରବର୍ତ୍ତୀ ଜୀବନରେ ସୁଖ ଦେବ ଆଉ ଆମକୁ ନିରୋଗ କରିଦେଇପାରିବ। ତାହା ନକରି ଆମେ ଯଦି ଜୋର ଜବରଦସ୍ତ କରିବା, ଖଣ୍ଡଯୋଗ ପ୍ରକ୍ରିୟା ଅନୁସାରେ କରିବା, ତାହେଲେ ଯେପରି ଭାବରେ ମତ୍ତଗଜକୁ ଆମେ ଜବତ କରିପାରିବାନି, ଓଲଟି ସେ ଆମକୁ ଆମର ଜୀବନ ନେଇ ନେବ, ସେଭଳି ଭାବରେ ଜୀବନ ମଧ୍ୟ ଯିବାର ସମ୍ଭାବନା ଅଛି। ଯଦି ନାକ ଫାକ ଚିପିକି ମୋର ସରଳ ପ୍ରାଣ ସଂରକ୍ଷଣ ବହି ଲେଖି ଆପଣ ପଢ଼ିଥିବେ, ସେଥିରେ ମୁଁ ଲେଖିଛି ଭୟଙ୍କର ପ୍ରାଣାୟାମ। ଭୟଙ୍କର ପ୍ରାଣାୟାମ କେବେ କରିବେ ନାହିଁ, ତାହା ଆପଣଙ୍କୁ ଜୀବନ ସହିତ କ୍ଷୟ କରିଦେବ। ଆମ ଦେହ ଭିତରେ ମଇଳା ଜିନିଷ ରହିଯିବ, ପରିଷ୍କାର ହେବ ନାହିଁ, ବାଟ ଛାଡ଼ିବାକୁ ପଡ଼ିବ। ଆଉ ପ୍ରାଣ ଶକ୍ତି ଆମର କ'ଣ ଉପକାର କରେ? ମୁଁ ପ୍ରଥମ କଥା କହିଥିଲି ଯେ ଆମର ଯେଉଁ ବାୟୁ ସବୁ ଅଛି, ସେ ବାୟୁ ଗୁଡ଼ାକ ଆମକୁ
ବାଜ୍ୟବସ୍ତୁ ତ୍ୟାଗରେ ମଧ୍ୟ ସାହାଯ୍ୟ କର। ଆମେ ଅନ୍ୟ ସବୁ କ'ଣ କରୁଛୁ? ସବୁ ମୋଟା ପ୍ୟାଣ୍ଟ ଲୁଗା ପିନ୍ଧୁଛୁ। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଯେପରି ଭାବରେ ନାକ ଦେଇକି ପ୍ରାଣବାୟୁ ଯିବା ଆସିବା କରୁଛୁ, ସବୁ ଦ୍ୱାର ଦେଇକି ପ୍ରାଣବାୟୁ ଯିବା ଆସିବା କରୁଛୁ। ପଠାଣ ଭାଇମାନେ କାନକୁ ବନ୍ଦ କରି ଆଲ୍ଲାହୁ ଆକବର କରନ୍ତି, କାନକୁ ବନ୍ଦ କରିବା ଉଚିତ। ଏଇ ହଟଯୋଗୀମାନେ ନାକ କାନକୁ ବନ୍ଦ କରି କରନ୍ତି, ତାହା ମଧ୍ୟ କରିବା ଉଚିତ ନୁହେଁ। ଯେପରି ନାକ ଦ୍ୱାରା ପ୍ରାଣବାୟୁ ଯିବା ଆସିବା କରୁଛି, ନିଶ୍ୱାସ ପ୍ରଶ୍ୱାସ ଯିବା ଆସିବା କରୁଛି, ଆମର ଶ୍ୱାସକ୍ରିୟା ଚାଲିଛି, ଆମର ଶରୀରର ସମସ୍ତ ଲୋମକୂପ ଦ୍ୱାରା ମଧ୍ୟ ଯିବା ଆସିବା କରୁଛି। ଆଉ ଆମେ ମୋଟା ପୋଷାକ ପିନ୍ଧିଦେବା ଷ୍ଟାଇଲ ଦେଖିବା ପାଇଁ, ଆଉ ଏଇଟା ଗ୍ରୀଷ୍ମପ୍ରଧାନ ଦେଶ, ଆଉ ସେ ପୋଷାକ ଦେଇକରି ପାସ୍ କରିପାରିବ ନାହିଁ ପବନ। ଫଳରେ କ'ଣ ହେବ? ଅଶ ବଗନ୍ଧର ମଳକଟ ଇତ୍ୟାଦି ରୋଗ ଯୋଗୁଁ ଚାଷ ହେବ। ତାହେଲେ ସେ ଚାହିଁବ କ'ଣ ସେ ଦୁଷ୍ଟ ରକ୍ତକୁ ବାହାର କରିଦେବା ପାଇଁ। ଏ ଅଶ ବଗନ୍ଧ ଇତ୍ୟାଦି ହେବାର ପ୍ରଧାନ କାରଣ ସେଇଟା କେବଳ ଯେଉଁ ପୋଷାକ। ଆମେ ଚିପା ପୋଷାକ ପିନ୍ଧିବା, ତାହା ଆମର ସ୍ମାର୍ଟନେସ୍ ବଢ଼େଇପାରେ, ଦେଖିବାକୁ ଚିକଟ ଚାକଟ ଦେଖାଯାଇପାରେ। କାରଣ ସାହି ଦେଶ ଜିନିଷ ସେଇଟା, ଥଣ୍ଡା ଦେଶର ଜିନିଷ ସେଇଟା, ଏଇଟା ଗରମ ଦେଶର ଜିନିଷ। ଗରମ ଦେଶ ଆମର ଯେତେ ହାଲକା ଢିଲା ପୋଷାକ ପିନ୍ଧିବା, ମନୁଷ୍ୟମାନେ ଆପଣ ଦେଖିଥିବେ ସେଟା କୌଫୁରୀ ମାରିକି ଚଳିଯାଉଛି। ଲଜ୍ଜା ନେବାର ପାଇଁ କୌଫୁରୀ ଖଣ୍ଡେ ଯଥେଷ୍ଟ, ଅଧିକ ଲୁଗା ଆବଶ୍ୟକ କ'ଣ? କିନ୍ତୁ ଆମେ ଷ୍ଟାଇଲ ଦେଖିବା ପାଇଁ ଆମେ ଚିପା ଲୁଗା ପିନ୍ଧୁଛେ। ତା ଫଳରେ ଆମ ଦେହର ଯେଉଁ ଶ୍ୱାସକ୍ରିୟା, ସ୍ୱାଭାବିକ ଶ୍ୱାସକ୍ରିୟା ଆଖି ଦ୍ୱାରା ହେଉଛି, କାନ ଦ୍ୱାରା ହେଉଛି, ନାକ ଦ୍ୱାରା ହେଉଛି, ପାଟି ଦ୍ୱାରା ହେଉଛି। ହଁ, ମୁଁ ଗୋଟିଏ କଥା ଆପଣଙ୍କୁ ଏଇ ସ୍ତରରେ କହିଦେବି ଯେ ପାଟି ବାଟ ନିଶ୍ୱାସ ଛାଡ଼ିବା ଏତେ ଖରାପ କଥା ନୁହେଁ। ଯଦି ପାଟି ବାଟେ କେହି ନିଶ୍ୱାସ ନେଉଛନ୍ତି, ବହୁତ ଖରାପ। ଦେଖିବେ ସାଇନୋସାଇଟିସ୍ ରୋଗୀ, ଶ୍ୱାସ ରୋଗୀ ପାଟି ବାଟ ଝଙ୍କି ହୁଏ, ତା ସ୍ୱାସ୍ଥ୍ୟ ବହୁତ ଖରାପ। ଆଉ ଆପଣମାନେ ଯଦି ଠିକ୍ ଭାବରେ ଶ୍ୱାସକ୍ରିୟାକୁ ଚଳେଇବେ, ତାର ଯେଉଁ ଜାଣିପାରିବେ ଯେ ତାର ଟେକ୍ଟ କୌଶଳ, ତାହେଲେ ଆପଣଙ୍କୁ ସେସବୁ ରୋଗ ମଧ୍ୟ ହେବ। କିନ୍ତୁ ଆମେ ଗୁରୁ ପାଖକୁ ଯାଉନୁ, ତାକୁ ଶିକ୍ଷା କରୁନୁ। ଯଦି ବି ଶିକ୍ଷା କରୁଛୁ ତାକୁ ସାଧନରେ ଲଗାଉନୁ। ଆମେ ଭାବୁଛୁ ତ ଏଡ଼ିସନ୍ ହେଲେ ମଣିଷ ରୋଗ ଭଲ ହେଇଯିବ। ତେଣୁକରି ଆମେ ଯେଉଁ ଓଲସ୍ୱାମୀ ଆମକୁ ହଇରାଣ କରୁଛୁ, ତା ଫଳରେ ଆମେ ଏ ସାଧନକୁ ଛାଡ଼ି ଦେଉଛୁ, ଆଉ ଠିକ୍ ଭାବରେ ସାଧନ କରୁନାହୁଁ। ସେ କହୁଛନ୍ତି ଆନନ୍ଦ ଜାୟତେ ଚିତ୍ତେ ପ୍ରାଣାୟାମ ସୁଖୀ ହୁଏ। ଯେତେବେଳେ ଚିତ୍ତ ମଧ୍ୟରେ ଗୋଟେ ପ୍ରଶାନ୍ତି ଆସିବ, ପ୍ଲିଜେଣ୍ଟ ସେନ୍ସେସନ୍ ଆସିବ, ଆନନ୍ଦ ଭାବ ଆସିବ, ଆପଣ ସେଟା ଜାଣିପାରିବେ। ମୋତେ ଢେର ଲୋକ ପଚାରନ୍ତି, ଆଜ୍ଞା କେତେ ସଂଖ୍ୟାରେ ପ୍ରାଣାୟାମ କରିବା? ସଂଖ୍ୟାଟା ବଡ଼ କଥା ନୁହେଁ। ବଡ଼ କଥା ହେଉଛି ଏକାଗ୍ରତା। ଆଉ ବଡ଼ କଥା ହେଉଛି ଏଇ ଆନନ୍ଦ ଭାବ ଗୋଟେ ଆସିବା ପର୍ଯ୍ୟନ୍ତ ଆମେ ସାଧନ କରିବା ଉଚିତ। ଆପଣମାନେ ବିଭିନ୍ନ କାର୍ଯ୍ୟ ପ୍ରତିଦିନ କରୁଛନ୍ତି, ବିଭିନ୍ନ ପରିସ୍ଥିତି ଗତି କରୁଛନ୍ତି, ଆପଣଙ୍କ ମନ ସବୁବେଳେ ଠିକ୍ ରହୁନାହିଁ, ମନ ଗୁଳମାଳେ ପଡ଼ିଯାଉଛି। ସେଦିନ ଆପଣଙ୍କ ଆସି ନପାରେ ମନ ଶାନ୍ତି। ସେଟା ଯୋଗର କ'ଣ ପଦ୍ଧତି ଦାୟୀ ନା? କିନ୍ତୁ ଆପଣ ଭାବୁଛନ୍ତି ଯେ ଆଜି କାହିଁ ମୋର ଏମିତି ହେଲାନି, ଆଜି ମୋର କାହିଁ ସେମିତି ହେଲାନି। ସେମିତି ନୁହେଁ। ମନକୁ ସ୍ଥିର କରନ୍ତୁ। ଆଉ ଯେତିକି କଥା ମୁଁ କହିଲି ତାକୁ ମନରେ ରଖନ୍ତୁ। ବର୍ତ୍ତମାନ ମୁଁ ୟାର ପ୍ରାକ୍ଟିକାଲ କଥା କିଛି ଆପଣଙ୍କୁ କହିବି। ଦେଖନ୍ତୁ, ମୁଁ ପ୍ରଥମରୁ କହିଛି ଯେ ହଠଯୋଗର ଯେଉଁ ଶୀତକାରୀ, ହଠଯୋଗର ଯେଉଁ ମୂର୍ଚ୍ଛା ବା ହଠଯୋଗର ଯେଉଁ କେତେଟା କଷ୍ଟ ପ୍ରାଣାୟାମ ଅଛି, ତାକୁ ଆପଣ କେବେ କରିବେ। ଅବଶ୍ୟ ହଠଯୋଗର କିଛି ଆସନ ଯେମିତି ଆପଣ ବତେଇଥିଲି, କିନ୍ତୁ ହଠଯୋଗର ଗୋଟେ ପ୍ରାଣାୟାମ ମଧ୍ୟ ମୁଁ ଆପଣଙ୍କୁ ବତେଇବି, ଯାହାକୁ ଆପଣ ସମସ୍ତେ କରିପାରିବେ, କଲେ କ୍ଷତି କିଛି ନାହିଁ। କିନ୍ତୁ ତାର ଯେଉଁ କଠିନ ଗୁଡ଼ାକ ଅଛି ସେଟା କରିବେ ନାହିଁ, କରିବା ଦ୍ୱାରା କ୍ଷତି ହେବ। ଗୋଟେ ଭଲ କଥା ହେଉଛି ଆସନ ଯେତେବେଳେ ଦୃଢ଼ ଆପଣଙ୍କର ହେଇଯାଉଛି, ସେତେବେଳେ ବସିକରି ପ୍ରାଣାୟାମ କରିବା ଭଲ କଥା। ଅନେକ ଲୋକ ଶୋଇପଡ଼ନ୍ତି, ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ସମାଧି ଶୋଇକରି କରନ୍ତି। ଆଉ ସେମାନେ ଆସି ମୋ ପାଖରେ ଆପତ୍ତି କରନ୍ତି, ସାର୍ ମୁଁ ତ ଶୋଇଯାଉଛି, ନିଦ ହେଇଯାଉଛି। କାରଣ ଚକ୍ରବେଦନଟା ଆପଣ ଦେହକୁ କିଛି ଦେଇଛନ୍ତି
ବିଶ୍ରାନ୍ତି, ଯାହାଫଳରେ ଦେହ ଟିକେ ଚାହୁଁଛି ଆରାମ। ଆଉ ଆପଣ ଶୋଇକି ଯଦି ପ୍ରାଣାୟାମ କରିବେ ଶୋଇଯିବାର ବହୁତ ସମ୍ଭାବନା ଅଛି। ତେଣୁ ବସିକି ପ୍ରାଣାୟାମ କରନ୍ତୁ। ଆଉ ବସିବାର ମଧ୍ୟ ଆପଣଙ୍କର ଅନେକ ଧୈର୍ଯ୍ୟ ଅଛି। ଶୋଇରେ ଆଖି ବନ୍ଦ କଲା ମାନେ ଶୋଇଯିବେ, କିନ୍ତୁ ଆଖି ବନ୍ଦ କରିଦେବା ମଣିଷର ସମସ୍ତ ସାଧନ ହୁଏ। ତେଣୁ ପ୍ରାଣାୟାମ ବେଳେ ମଧ୍ୟ ଆଖି ଆପଣ ବନ୍ଦ କରିଥିବେ, ବସିକି ସାଧନ କରନ୍ତୁ। ଆଉ ପ୍ରାଣ ଯେଉଁ ଯିବା ଆସିବା ତାକୁ ଲକ୍ଷ୍ୟ କରନ୍ତୁ। ଏ ଯୁଆଡ଼େ ଯାଉଛୁ ଆସୁ, ଆପଣମାନେ ଫୋର୍ସ ଦେବେନି ଯାଉ ବାହାରୁ ଆସୁ ଯାଉ ଏମିତି ସେ କରିବେନି ତାକୁ। ସେ ତାର ଯେ ପ୍ରକାର ଭାବରେ ଯାଉଥିବ ଆସୁ କରିବେ। ମନେ ମନେ କହିବେ ପ୍ରାଣବାୟୁ ଭିତରୁ ଗଲା, ମନେ ମନେ କହିବେ, ପାଟିକି ନୁହେଁ। ପ୍ରାଣବାୟୁ ବାହାରକୁ ଗଲା, 1 2 3 4, ମନେ ମନେ ଗଣିବା, ପାଟିକି ନୁହେଁ। ଗଣି ଯାଆନ୍ତୁ। ବାୟୁ ଯାଉଥିବ ଆସୁଥିବ, ଆପଣ ଗଣୁଥିବେ। ଗଣି 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 ଅତି କମରେ ଆପଣ 120 ଥର କରନ୍ତୁ। ମୁଁ ଗୋଟେ ସଂଖ୍ୟା ବତାଉଛି, ଆପଣ କମ୍ ବେଶୀ ବି କରିପାରନ୍ତି। ଆପଣ ଦେଖିବେ ସେତେବେଳକୁ ଆପଣଙ୍କର ଦେହ ତ ସ୍ଥିର ହେଇଯାଇଥିବ, ମାନେ ଆସନ ଦେହ ସ୍ଥିରତା ଆସିବ ହିଁ ଆସିବ। ଆଉ ପ୍ରାଣ ଦ୍ୱାରା ପ୍ରାଣ ସ୍ଥିର ହେଇଯିବ। ପ୍ରାଣ ଯଦି ସ୍ଥିର ହେଇଗଲା, ମନ ବି ସ୍ଥିର ହେଇଯିବ। କାରଣ ପ୍ରାଣ ମନ ଦୁଇ ଭାଇ ତାଙ୍କର। ପ୍ରାଣ ଯେତେ ସ୍ଥିର ହେବ ମନ ସେତେ ସ୍ଥିର ହେବ। ଆଉ ମନ ଯେତେ ସ୍ଥିର ହେବ ସେ ମନ ଧ୍ୟାନ ପାଇଁ ଉପଯୁକ୍ତ ହେବ। ମନ ଯଦି ସ୍ଥିର ନ ହେଇକି ଧ୍ୟାନ ହେଇପାରିବ ନା। ମନକୁ ସ୍ଥିର କରନ୍ତୁ। ସ୍ଥିରର ଅର୍ଥ ହେଉଛି କ'ଣ? ବାହାର ପାଖରୁ ମନକୁ ଗୋଟେଇ ଆଣି ପ୍ରାଣବାୟୁରେ ତାକୁ ସଂଯୋଗ କରିଦିଅନ୍ତୁ। ମନ ବାହାରେ ବୁଲିବ, ମନର କାମ ହେଉଛି ବାହାରେ ବୁଲିବା। ଆଉ ତା ଭିତରୁ ଆମେ ଯଦି ଗୋଟେଇ ଆଣିବା ମନକୁ ଆଣିକି ପ୍ରାଣ ସଙ୍ଗରେ ସଂଯୁକ୍ତ କରିଦେବା, ତାହେଲେ ମନ ଏପରି ଭାବରେ ସ୍ଥିର ହେଇଯିବ, ଆପଣ ଆସନ ମଧ୍ୟ ଦୃଢ଼ ହେଇଯିବ, ଯାହାଫଳରେ କି ଆପଣ ପ୍ରାଣାୟାମ ସୁଖକର ଶାନ୍ତିମୟ ହେଇଯିବ। ଆଉ ଗୋଟେ ପ୍ରକାର ପ୍ରାଣାୟାମ ମୁଁ ଆପଣଙ୍କୁ ଶିଖେଇବି ହଠ ଯୋଗରୁ। ମୁଁ ତାକୁ ଅନେକ ଲୋକ ମଧ୍ୟ ଶିଖେଇଛି। ବିଶେଷ କରି ଯେଉଁମାନେ ପେଟ ବେମାରୀ ଅଛି, ସେଥିରେ କଷ୍ଟ ପାଉଛନ୍ତି, ବା ଫୁସଫୁସ୍ ଯେଉଁମାନଙ୍କର ଖରାପ ହେଇ ଆସିଲାଣି, ଡାକ୍ତର କହୁଛି ଅପାରେସନ୍ ଦରକାର, ପଙ୍କାଟିସ୍ ହେଇଗଲା, ଅମୁକ ହେଲା ସମୁକ ହେଲା, ସେମାନେ ଏଇଟା ଯଦି କରିବେ ବହୁତ ଉପକାର ହେବ। ଏଇଟା ମଧ୍ୟ ଗୋଟେ ପ୍ରକାର ଉଜ୍ଜାୟୀ ପ୍ରାଣାୟାମ। କାରଣ ଉଜ୍ଜାୟୀ ପ୍ରାଣାୟାମ ହେଉଛି ନାକଟା ପ୍ରାଣାୟାମକୁ ନେବ, ପାଟି ବାଟେ ଛାଡ଼ିବ, ତାକୁ ଉଜ୍ଜାୟୀ ପ୍ରାଣାୟାମ କହନ୍ତି। ମୁଁ ଆପଣଙ୍କୁ ଦେଖାଇ ଦେଉଛି ଉଜ୍ଜାୟୀ ପ୍ରାଣାୟାମର ପ୍ରାକ୍ଟିକାଲ ଦେଖନ୍ତୁ। ନାକଟା ପ୍ରାଣାୟାମକୁ ନେବି, ପାଟି ବାଟେ ଛାଡ଼ିବି। ପୁରା ବାୟୁଟା ଛାଡ଼ିବେ। ଯେତିକି ଆପଣ ନାକ ବାଟ ନେଇଥିବେ ଆପଣ ଚେଷ୍ଟା କରିବେ ତାର ବହୁ ଗୁଣ ବାୟୁ ବାହାରକୁ ଛାଡ଼ିବା ପାଇଁ। ଆଉ ଥରେ ନେଉଛି। ଯେତେବେଳେ ପୁରା ପେଟଟା ସଙ୍କାଳି ଯାଉଛି, ଧୀରେ ହେଇଯାଉଛି, ସେତେବେଳେ ଆପଣଙ୍କର ଆପେ ଆପେ ରହିଯିବ ଟିକେ ବାୟୁଟା। ସାଙ୍ଗେ ସାଙ୍ଗେ ଟାଣିବେନି, ଟିକେ ଡେରିରେ ପୁଣି ଟାଣିବେ। ଏଲି ଆଉଥରେ ଦେଖନ୍ତୁ, ଯେଉଁମାନଙ୍କ ପେଟର ବାୟୁ ଇତ୍ୟାଦି ସଞ୍ଚୟ ହେଉଛି, ଯେଉଁମାନଙ୍କର ପେଟ ଖରାପ ହେଉଛି, କଲିକ ଇତ୍ୟାଦି ହେଉଛି, ଏସିଡ଼ିଟି ହେଉଛି, ଗ୍ୟାସ୍ ହେଉଛି, ସେମାନଙ୍କୁ ଅମୃତ ଭଳି କାମ କରେ। ସେମାନଙ୍କୁ ଏଠି ମୁଁ ଆଉ ଗୋଟେ ଉପଦେଶ ଦେବି। ଆମ ରାତିରେ ବିଛଣାକୁ ଯାଉଛନ୍ତି,
ସେତେବେଳେ ବାଁ ପାଟ ମାଡ଼ିକି ଶୁଅନ୍ତୁ। ନା ନା ଆଗେ ଚିତ୍ ହେଇକି ଶୁଅନ୍ତୁ, ହାତ ଏମିତି କରିକି ଦେଖେଇଦେବି। ସେଇ ନାକ ବାଟେ ପ୍ରାଣାୟାମକୁ ନେବେ, ନାକ ବାଟେ ଛାଡ଼ିବେ, 8 ଥର କରନ୍ତୁ। ଆର୍ଥର ହେଇଗଲା। ତାପରେ କ'ଣ କରିବେ? ଖୁବ୍ ଲମ୍ବା ନିଶ୍ୱାସ ନେବେ, ଛାଡ଼ିବେ, ଡିପ୍ ବ୍ରିଦିଂ। ଖୁବ୍ ଜୋର ନେବେ କିନ୍ତୁ ଆସ୍ତେ ଆସ୍ତେ, ସେরকম আস্তে 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 জোর কি ছাড়িবে। চাপ বেশি যেরকম পড়িবনি দেহ উপর। প্রথম কইছি সহজ সুখ সাধন। তারপর ডাহাণ কড় মাড়ি শুইবে, 16 থর করিবে, নিঃশ্বাস নেবে ছাড়িবে। তারপরে বাঁ কড় মাড়ি শুইবে, 32 থর করিবে, 8, 16, 32। যে প্রকার পেট গোলমাল সব ভুলিଯିବେ। এটা বহু পরীক্ষিত, ବହୁତ ଲୋକ ପରୀକ୍ଷା କରିଛି। ଯେଉଁମାନେ ଡାକ୍ତର ପାଖରୁ ଫେରି ଆସିଛନ୍ତି 3-3 ଥର ପେଟ ଅପରେସନ ହେଇଛନ୍ତି, ସେମାନଙ୍କ ମଧ୍ୟ ଭଲ ହେଇଯାଇଛି। ଡାକ୍ତର ପଠେଇଦେଲା, କହିଲା ଯାଅ, ଆଉ କାଟିବା ପାଇଁ ଜାଗା ନାହିଁ, ଗଣ୍ଠି ହେଇଗଲା ଚାରିଆଡ଼େ। କ'ଣ କରିବା ନା ତୁମେ ଯୋଗ ଫୋଗ କରିବ ଯାଅ। ଡାକ୍ତରମାନେ ତ ପଠେଇ ଦିଅନ୍ତି ନା, ଯାହା ନିଦ ହେଉନି, କାରମ କରୁନି, ସମ୍ମୁଖୀନ ଆମ ପାଖକୁ ପଠେଇ ଦିଅନ୍ତି। ଆଉ ପରୀକ୍ଷା ମୁଁ ବହୁତ ଲୋକ ପାଖରେ କରିଛି, ତୁମେ ବି କରିବ। ପ୍ରଥମ ଚିତ୍ ହେଇକିରି 8 ଥର, ଡାହାଣ କଡ଼ ମାରିକି 16 ଥର, ବାଁ କଡ଼ ମାରିକି 32 ଥର, ତାପରେ ଶୋଇଯାଅ। ଯେକୌଣସି ପ୍ରକାର ପେଟରେ ଯଦି ଗ୍ୟାସ୍ ଥିବ, ଏସିଡିଟି ଥିବ, ହାଇପର ଟେନସନ୍ ଥିବ, ନା କ'ଣ ହାଇଡ୍ରୋ କ'ଣ ହାଇପାର ସେଟା କୁହନ୍ତି, ହାଇପାର ଏସିଡିଟି ଯେ ଥିବ, ସେ ଭଲ। ଇଏ ହେଉଛି ଗୋଟେ ପ୍ରାଣାୟାମ। ଆଉ ଗୋଟେ ପ୍ରାଣାୟାମ ଆପଣ ଶୀତଳୀ ପ୍ରାଣାୟାମ କରିପାରନ୍ତି। ଯେଉଁମାନଙ୍କର ବ୍ଲଡ୍ ପ୍ରେସର ଥିବ, ଅପସ୍ମାର ଥିବ, ପିତ୍ତଦୋଷ ଅଧିକ ହୋଇଥିବ, ସେମାନେ ମଧ୍ୟ କରିପାରନ୍ତି। ଯଦି ପାରିବେ ତ ପଦ୍ମାସନ ବସିବେ, ନହେଲେ ଏହି ବସିବେ। ଜିଭକୁ ଲମ୍ବା କରିଦିଅନ୍ତୁ, ତା ମୋଡ଼ି ଦିଅନ୍ତୁ, ଆଉ ସେ ଜିଭା ଦ୍ୱାରା ନିଅନ୍ତୁ ପ୍ରାଣବାୟୁକୁ, ଆଉ ନାକ ଦ୍ୱାରା ଛାଡ଼ନ୍ତୁ। ମୁଁ ବେଶୀ ଥର ଦେଖୁନି, କାରଣ ଏହାକୁ ବେଶୀ ଥର ଦେଖିବା ଉଚିତ ନୁହେଁ, କାରଣ ଯିଏ ଦେଖିବ ତା ଉପରେ ମଧ୍ୟ ପ୍ରଭାବ ପଡ଼ିବ। ଏଇ ଗୋଟେ ଗୁଡ଼ା ରୋଗ ପାଇଁ ଏଇ ଯେଉଁ ପ୍ରାଣାୟାମ, এটা ବହୁତ କାମ କରେ। ଯେଉଁମାନଙ୍କ ପିତ୍ତ ଭାଗ ବେଶୀ ଥାଏ, ପ୍ରଥମ କହିଲି ସେଲସମା ଭାଗ ବେଶୀ ଥିବ, ନା କ'ଣ ଆମ୍ବ ଭାଗ ବେଶୀ ଥିବ, ଅମ୍ଳ ଭାଗ ବେଶୀ ଥିବ, ନାଇଁ ପେଟ କଥା କହିଲି। এটা ପିତ୍ତ ଭାଗ ବେଶୀ ଥିବ, ଯେଉଁମାନଙ୍କର ସବୁବେଳେ ମସ୍ତିଷ୍କ ଉତ୍ତେଜନା ରୁହେ, ବ୍ଲଡ୍ ପ୍ରେସର ଥାଏ, ବାଚାଳତା ଥାଏ, ପାଗଳପଣିଆ ଥାଏ, ଅପସ୍ମାର ଥାଏ, এই ଅନୁସାରେ ଭଲ ହେଇଛି। ଏହା ବହୁ ପରିଚିତ। ତା ଶୀତଳୀ ପ୍ରକ୍ରିୟା କୁହାଯାଏ। ଉଜ୍ଜାଇ ଯେପରି ଗୋଟେ ଅଛି, ଶୀତଳୀ ମଧ୍ୟ ସେମିତି ଅଛି, এটা ଶୀତଳୀ କୁହାଯାଏ। ତ 20 ଥର କରୁ, 21 ଥର, ଆଉ ସମସ୍ତେ କରିବା ଦରକାର ନାହିଁ, ଯେଉଁମାନଙ୍କର ଅଛି। ଏହିପରି ବହୁତ ପ୍ରକାର ପ୍ରାଣାୟାମ ଅଛି, ସେ ବିଷୟରେ କହିବାକୁ ମୋତେ ଅନେକ ସମୟ ଲାଗିବ, ଆଉ ଆପଣମାନେ ମଧ୍ୟ ଏକାଦିନ କହିଲେ ହଜମ କରିପାରିବେ ନାହିଁ। ବନ୍ଧୁଗଣ, ପ୍ରାଣାୟାମ ହେଉଛି ସବୁଠାରୁ ସହଜ ସାଧନ। ଆଉ ପ୍ରାଣାୟାମ ଦ୍ୱାରା ହିଁ
ଆମର ପ୍ରାଣାୟାମ ସୁସଂଯତ ଓ ସୁସଂଯୋଗ ସବୁ ହୁଏ। ଷ୍ଟେଟ୍ ଅଫ୍ ଇକ୍ୱିଲିବ୍ରିୟମ୍ ଷ୍ଟେଟ୍କୁ ଆସେ। ପ୍ରାଣାୟାମ ଦ୍ୱାରା ହିଁ ଲୋକଙ୍କ ରୋଗ ଭଲ ହୁଏ। ଆସନ ଦ୍ୱାରା ଯେତେ ଭଲ ହୁଏ ନାହିଁ, ଅଧିକ ଭଲ ହୁଏ ପ୍ରାଣାୟାମ ଦ୍ୱାରା। ତେଣୁ ଯାହା ତାହା କରିକି ଅଳ୍ପ ସମୟ ଭିତରେ ପ୍ରାଣାୟାମକୁ ସାରି ଦିଅନ୍ତୁ ନାହିଁ। ପ୍ରାଣାୟାମକୁ ଅତି କମରେ ଯେଉଁ କଥା ମୁଁ କହିଲି, ମୁନିଷମାଇ ମତରେ ଯେଉଁ ପ୍ରାଣାୟାମ କହିଲି 120 ଥର କରନ୍ତୁ, ତାହେଲେ ଆପଣମାନେ ନିଶ୍ଚିତ ଭାବରେ କିଛି ରକ୍ଷା ପାଇବେ। ପ୍ରାଣାୟାମ ଆପଣଙ୍କର ସୁସଂଯତ ହୋଇଯିବ।